ଓଡ଼ିଶାର ଏକ ଖଣି ପ୍ରକଳ୍ପକୁ ନେଇ ଚାଲିଛି ବିବାଦ। ଆସନ୍ତୁ ଦେଖିବା ପୂରା ଘଟଣା କ'ଣ। କାହାଣୀ ଆରମ୍ଭ ହୁଏ ଏପ୍ରିଲ 7 ତାରିଖ ଭୋରରୁ ଏକ ନାଟକୀୟ ଚଢ଼ାଉରୁ। କୁହାଯାଉଛି ପୋଲିସ ସହ ସଂଘର୍ଷରେ ଏତିକି ଲୋକ ଆହତ ହୋଇଛନ୍ତି। ଏହି ଚଢ଼ାଉର ଟାର୍ଗେଟରେ ଥିଲେ ନୂଆ ରାସ୍ତାକୁ ବିରୋଧ କରୁଥିବା ଗାଁ ଲୋକେ। କିନ୍ତୁ ପ୍ରଶ୍ନ ଉଠୁଛି, ଏହି ସଂଘର୍ଷର ପ୍ରକୃତ କାରଣ କ'ଣ? ଏହାର ମୂଳରେ ରହିଛି ସିଜିମାଳି ବକ୍ସାଇଟ୍ ଖଣି, ଯାହାକୁ ବେଦାନ୍ତ ଚଳାଉଛି। ଏହି ଖଣିକୁ ମୁଖ୍ୟ ରାଜପଥ ସହ ଯୋଡ଼ିବା ପାଇଁ ଏକ ନୂଆ ରାସ୍ତା ତିଆରି ହେଉଛି। ହେଲେ ସ୍ଥାନୀୟ ଲୋକେ ଏହି ପ୍ରକଳ୍ପକୁ ଜୋରଦାର ବିରୋଧ କରୁଛନ୍ତି। ସେମାନଙ୍କ ଦାବି ଏହି ପ୍ରକଳ୍ପ ଜଙ୍ଗଲ ଅଧିକାର ଆଇନର ଉଲ୍ଲଂଘନ କରୁଛି। ଆଉ ଏହି ବିରୋଧର ନେତୃତ୍ୱ ନେଉଛନ୍ତି ସ୍ଥାନୀୟ ନେତା ସୁବାସ ସିଂ ମାଝୀ। ସେ ଏକ ମଞ୍ଚର ମୁଖ୍ୟ, ଯାହା ଏହି ଅଞ୍ଚଳର ପ୍ରାକୃତିକ ସମ୍ପଦର ରକ୍ଷା ପାଇଁ କାମ କରେ। ତାଙ୍କ କହିବା କଥା, ତାଙ୍କ ନାଁରେ 14ଟି ମାମଲା ଅଛି ବୋଲି ସେ ପୋଲିସ ପ୍ରେସ୍ ମିଟ୍ରୁ ଜାଣିଲେ। କିନ୍ତୁ ଏ ଘଟଣାରେ ପୋଲିସର କଥା ପୂରା ଅଲଗା। ପୋଲିସର କହିବା କଥା, ମାଝୀଙ୍କୁ ଗିରଫ କରିବା ପାଇଁ ଏହି ଚଢ଼ାଉ କରାଯାଇଥିଲା। ଆଉ ଏହି ଗିରଫଦାରୀ ପାଇଁ ଏକ ଜାମିନ ବିହୀନ ୱାରେଣ୍ଟ ମଧ୍ୟ ଥିଲା। ତେବେ ଗୋଟିଏ ଘଟଣା, କିନ୍ତୁ ଦୁଇଟି ଅଲଗା ଅଲଗା କାହାଣୀ ସାମ୍ନାକୁ ଆସୁଛି। ଏବେ ଏହି ସଂଘର୍ଷ କେବଳ ରାସ୍ତାରେ ନୁହେଁ, କୋର୍ଟରେ ବି ପହଞ୍ଚିଛି। ମାମଲାଟି ଏବେ ଦେଶର ସବୁଠୁ ବଡ଼ ପରିବେଶ ଅଦାଲତ ଏନ୍ଜିଟିରେ ବିଚାରାଧୀନ ଅଛି। ରାସ୍ତା ପାଇଁ ଜଙ୍ଗଲ କାଟିବାକୁ ମିଳିଥିବା ଅନୁମତିକୁ ଏଠାରେ ଚ୍ୟାଲେଞ୍ଜ କରାଯାଇଛି। ଏଠି ପ୍ରଶ୍ନ ଉଠୁଛି, ବିକାଶ ଓ ସମ୍ପ୍ରଦାୟର ଅଧିକାର ଭିତରେ ସନ୍ତୁଳନ ରହିବ କେମିତି?